ମୋର ସମସ୍ତ ଶ୍ରୋତାବନ୍ଧୁଗଣଙ୍କୁ ମୁଁ ତୁଳିକା ସାଦର ପ୍ରଣାମ ଜଣାଉଛି। ଆଜି ଆସନ୍ତୁ ଶୁଣିବା ଜଗନ୍ନାଥଙ୍କ ରଥଯାତ୍ରା ଓ ମନୁଷ୍ୟର ଜୀବନଯାତ୍ରା ମଧ୍ୟରେ ସମ୍ପର୍କ। ଜଗନ୍ନାଥଙ୍କ ରଥଯାତ୍ରା ଓ ମନୁଷ୍ୟର ଜୀବନଯାତ୍ରା ମଧ୍ୟରେ ଏକ ନିବିଡ଼ ଓ ଦାର୍ଶନିକ ସମ୍ପର୍କ ରହିଛି। ରଥଯାତ୍ରା ହେଉଛି ମନୁଷ୍ୟ ଜୀବନର ସଂସାର ରୂପକ ଯାତ୍ରାର ଏକ ଜୀବନ୍ତ ପ୍ରତିଛବି। ଏହି ରଥଯାତ୍ରାରେ ମହାପ୍ରଭୁ ରଥରେ ବିରାଜମାନ ହୋଇ ବଡ଼ ଦାଣ୍ଡରେ ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ। ସେହି ରଥର ଦଉଡ଼ିକୁ ହଜାର ହଜାର ଭକ୍ତମାନେ ଟାଣି ନେଇଥାନ୍ତି। ରଥର ଲକ୍ଷ୍ୟ ହେଲା ଗୁଣ୍ଡିଚା ମନ୍ଦିର। ଏହି ରଥଯାତ୍ରା ଓ ମନୁଷ୍ୟର ଜୀବନଯାତ୍ରା ମଧ୍ୟରେ ଅନେକ ସାମଞ୍ଜସ୍ୟ ଅଛି। ସେଗୁଡ଼ିକ ହେଲା ଶରୀର ଓ ରଥ, ଆତ୍ମା ଓ ପରମାତ୍ମା, ସଂସାର ଚକ୍ର, ଜୀବନର ଲକ୍ଷ୍ୟ। ମନୁଷ୍ୟର ଶରୀରକୁ ରଥ ସହିତ ତୁଳନା କରାଯାଇଛି। ରଥର ଚକ, ଘୋଡ଼ା, ସାରଥୀ, ରଥୀ ଏବଂ ଦଉଡ଼ି ଯେପରି ରଥକୁ ଗତିଶୀଳ କରାନ୍ତି, ସେହିପରି ମନୁଷ୍ୟ ଶରୀରରେ ଥିବା ଇନ୍ଦ୍ରିୟ, ମନ, ବୁଦ୍ଧି, ଆତ୍ମାକୁ ପରିଚାଳିତ କରାନ୍ତି। ତେଣୁ ଶରୀରକୁ ରଥ ଭାବରେ ବର୍ଣ୍ଣନା କରାଯାଇଛି। ରଥରେ ବିରାଜମାନ ଶ୍ରୀ ଜଗନ୍ନାଥ ହେଉଛନ୍ତି ପରମାତ୍ମା। ସେହିପରି ଶରୀର ମଧ୍ୟରେ ଅବସ୍ଥାପିତ ଜୀବାତ୍ମା ହିଁ ପ୍ରଭୁଙ୍କ ପ୍ରତୀକ। ରଥର ବିଶାଳ ଚକଗୁଡ଼ିକ ଜୀବନର ନିରନ୍ତର ଗତିଶୀଳତା ଏବଂ ସୁଖ ଦୁଃଖର ଚକ୍ରକୁ ବୁଝାଏ। ରଥାରୂଢ଼ ହୋଇ ଶ୍ରୀ ଜଗନ୍ନାଥ ନିଜର ଜନ୍ମବେଦୀ ବା ଆବିର୍ଭାବ ସ୍ଥାନ ଗୁଣ୍ଡିଚା ଘରକୁ ଯାତ୍ରା କରିଥାନ୍ତି। ଠିକ୍ ସେହିପରି ମନୁଷ୍ୟ ଜନ୍ମ ନେଇ ନିଜର କର୍ମ ସମ୍ପାଦନ କରିବା ପରେ ପରମ ଧାମ ପ୍ରାପ୍ତ ହେବାକୁ ଲକ୍ଷ୍ୟ ରଖେ। ଶ୍ରୀ ଜଗନ୍ନାଥ ସଂସ୍କୃତିରେ ରଥ କେବଳ ଏକ କାଠର ଗାଡ଼ି ନୁହେଁ, ବରଂ ଏହା ମାନବ ଶରୀର, ବ୍ରହ୍ମାଣ୍ଡ ଓ ବେଦର ପ୍ରତୀକ ଅଟେ। କଠୋପନିଷଦରେ କୁହାଯାଇଛି, ଆତ୍ମାନାଂ ରଥିନଂ ବିଧି ଶରୀରଂ ରଥମେବ ତୁ। ଅର୍ଥାତ୍ ଶରୀର ହିଁ ରଥ ଏବଂ ଆତ୍ମା ହେଉଛି ଏହାର ରଥୀ। ଆସନ୍ତୁ ଏବେ ଆମେ ଶୁଣିବା ରଥର ବିଭିନ୍ନ ଅଂଶ ଓ ସେମାନଙ୍କର ଦାର୍ଶନିକ ତାତ୍ପର୍ଯ୍ୟ। ରଥର ଘୋଡ଼ା, ଯାହାକି ମନୁଷ୍ୟର ଇନ୍ଦ୍ରିୟ। ପ୍ରତ୍ୟେକ ରଥରେ 4ଟି ଲେଖାଏଁ ଘୋଡ଼ା ଥାନ୍ତି। ମନୁଷ୍ୟ ଜୀବନରେ ଏହି ଘୋଡ଼ାଗୁଡ଼ିକ ହେଲା ଆମର ଇନ୍ଦ୍ରିୟ, ଯଥା ଜ୍ଞାନେନ୍ଦ୍ରିୟ ଏବଂ କର୍ମେନ୍ଦ୍ରିୟ। ତାହାର ପ୍ରତୀକ ହେଲେ ଏଇମାନେ। ଘୋଡ଼ାଗୁଡ଼ିକ ଯେପରି ଚଞ୍ଚଳ ଓ ସେମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର, ସେହିପରି ମନୁଷ୍ୟର ଇନ୍ଦ୍ରିୟଗୁଡ଼ିକ ସଂସାର ପ୍ରତି ଆକର୍ଷିତ ହୋଇ ଚଞ୍ଚଳ ହୋଇଥାନ୍ତି ଓ ସେମାନଙ୍କୁ ମଧ୍ୟ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ। ରଥର ସାରଥୀ, ଯାହାକି ମନୁଷ୍ୟର ବୁଦ୍ଧି। ଯିଏ ଘୋଡ଼ାମାନଙ୍କୁ ନିୟନ୍ତ୍ରଣ କରି ରଥକୁ ଠିକ୍ ପଥରେ ସଞ୍ଚାଳିତ କରେ, ସିଏ ହେଉଛି ସାରଥୀ। ଜଗନ୍ନାଥଙ୍କ ରଥ ନନ୍ଦିଘୋଷର ସାରଥୀ ହେଉଛନ୍ତି ଦାରୁକ। ସେହିପରି ମନୁଷ୍ୟ ଜୀବନର ସାରଥୀ ହେଉଛି ବୁଦ୍ଧି ଓ ବିବେକ। ଜଣେ କୁଶଳୀ ସାରଥୀ ଯେପରି ଲଗାମ ଧରି ଘୋଡ଼ାମାନଙ୍କୁ ସଠିକ୍ ମାର୍ଗରେ ପରିଚାଳିତ କରିଥାଏ, ସେପରି ମନୁଷ୍ୟର ବୁଦ୍ଧି ଓ ବିବେକ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରି ସଂଯମତାର ସହ ସଠିକ୍ ପଥରେ ପରିଚାଳନା କରିଥାନ୍ତି। ରଥର ଲଗାମ କିମ୍ବା ଦଉଡ଼ି, ଯାହାକି ମନୁଷ୍ୟର ମନ। ଘୋଡ଼ାକୁ ସାରଥୀ ସହିତ ବାନ୍ଧି ରଖୁଥିବା ଲଗାମ ବା ରଥ ଟଣା ଦଉଡ଼ି ହେଉଛି ମନୁଷ୍ୟର ମନର ପ୍ରତୀକ। ମନ ହେଉଛି ଚେତନାର ପ୍ରତିନିଧି। ଚେତନା ହେଉଛି ରଥୀ, ଯାହାର ନିର୍ଦ୍ଦେଶ ଅନୁଯାୟୀ ମନ ଶରୀରକୁ ଯୁଆଡ଼େ ଇଚ୍ଛା ସିଆଡ଼େ ଚଳାଇ ନେଉଛି। ଏପରିକି ଶରୀର ସ୍ଥିର ଥିଲେ ମଧ୍ୟ ମନ ପବନ ବେଗରେ କୁଆଡ଼େ କୁଆଡ଼େ ବୁଲି ଆସୁଛି। ସେଥିପାଇଁ ମନ ଯଦି ବୁଦ୍ଧିର ବା ସାରଥୀର ନିୟନ୍ତ୍ରଣରେ ରହେ, ତେବେ ଜୀବନର ରଥ ସଠିକ୍ ଦିଗରେ ଗତି କରିଥାଏ। ରଥର ଚକ
ଯାହାକି ମନୁଷ୍ୟର ସମୟ ଏବଂ କର୍ମଚକ୍ର। ରଥର ଗୋଲାକାର ଚକଗୁଡ଼ିକ ମନୁଷ୍ୟ ଜୀବନର କାଳ ବା ସମୟର ପ୍ରତୀକ। ଏହି ଗୋଲାକାର ଚକ ଜୀବନର ନିରନ୍ତର ଗତିଶୀଳତା ଏବଂ ଜନ୍ମ ମୃତ୍ୟୁର ଚକ୍ରକୁ ଦର୍ଶାଏ। ମନୁଷ୍ୟର ସଂସ୍କାର ଏବଂ କର୍ମଗୁଡ଼ିକୁ ଚକର ଅରକୁ ବୁଝାଇଥାଏ। ଜଗନ୍ନାଥଙ୍କ ନନ୍ଦିଘୋଷ ରଥର 16ଟି ଚକ ମନୁଷ୍ୟ ଶରୀରର 16ଟି କଳା ବା ଇନ୍ଦ୍ରିୟ ମନର ସମାହାରକୁ ବୁଝାଏ। ରଥର କାଠ ଓ ଅକ୍ଷ, ଯାହାକି ମନୁଷ୍ୟର ଶରୀର ଓ ମେରୁଦଣ୍ଡ। ଶ୍ରୀ ଜଗନ୍ନାଥଙ୍କ ରଥ କାଠରେ ନିର୍ମିତ ହୋଇଥାଏ। ଏହି କାଠ ହେଉଛି ମନୁଷ୍ୟର 5 ଭୌତିକ ଶରୀର। ମନୁଷ୍ୟର ଶରୀର ଏବଂ କାଠ ବା ବୃକ୍ଷ ପଞ୍ଚତତ୍ତ୍ୱରେ ବିକଶିତ ହୋଇଥାଏ। ରଥର ମଝିରେ ଥିବା ଅକ୍ଷ ବା ଅଖ ହେଉଛି ମନୁଷ୍ୟ ଶରୀରର ମେରୁଦଣ୍ଡ, ଯାହା ଉପରେ ସମଗ୍ର ଶରୀର ଓ ଚେତନା ସ୍ଥିର ହୋଇ ରହିଥାଏ। ରଥର ଚୂଡ଼ା ବା କଳସ, ଯାହାକି ମନୁଷ୍ୟର ଉଚ୍ଚ ଚେତନା। ରଥର ସବୁଠାରୁ ଉପରି ଭାଗରେ ଥିବା କଳସ ଏବଂ ପତିତପାବନ ବାନା ମନୁଷ୍ୟ ଜୀବନର ଉଚ୍ଚ ଚେତନାର ପ୍ରତୀକ। ଏହା ମନୁଷ୍ୟକୁ ଦର୍ଶାଏ ଯେ ଜୀବନର ସମସ୍ତ ସଂଘର୍ଷ ସତ୍ତ୍ୱେ ମନୁଷ୍ୟର ଲକ୍ଷ୍ୟ ସଦାବେଳେ ଊର୍ଦ୍ଧ୍ୱଗାମୀ ହେବା ଉଚିତ, ଯାହାଫଳରେ କି ସେ ପରମବ୍ରହ୍ମକୁ ପାଇବା ପାଇଁ ସକ୍ଷମ ହୋଇପାରିଥାଏ। ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ମନୁଷ୍ୟ ଜୀବନର ସମ୍ପର୍କକୁ ନେଇ ଆଧ୍ୟାତ୍ମିକ ଓ ଦାର୍ଶନିକ ସ୍ତରରେ ଅନେକ ଗଭୀର ତଥ୍ୟ ରହିଛି। ପ୍ରଥମରେ 3 ରଥ ଏବଂ ମନୁଷ୍ୟର 3 ଗୁଣ। ମନୁଷ୍ୟର ଶରୀର ଓ ମନ 3ଟି ମୁଖ୍ୟ ପ୍ରକୃତି ବା ଗୁଣ ଦ୍ୱାରା ପରିଚାଳିତ ହୋଇଥାଏ: ସତ୍ତ୍ୱ, ରଜ ଓ ତମ। ରଥଯାତ୍ରାର 3ଟି ରଥ ଏହି 3 ଗୁଣର ପ୍ରତୀକ ଭାବେ ଉଭା ହୁଅନ୍ତି। ବଳଭଦ୍ରଙ୍କ ତାଳଧ୍ୱଜ ରଥ। ଏହା ସତ୍ତ୍ୱଗୁଣ ବା ଜ୍ଞାନର ପ୍ରତୀକ। ବଳଭଦ୍ର ହେଉଛନ୍ତି ଗୁରୁ ସ୍ୱରୂପ, ଯିଏ ଜୀବନକୁ ସଂଯମତା ଓ ଶକ୍ତି ପ୍ରଦାନ କରନ୍ତି। ସୁଭଦ୍ରାଙ୍କ ରଥ ଦେବଦଳନ। ଏହା ରଜଗୁଣ ବା ଭକ୍ତି ବା ସ୍ନେହର ପ୍ରତୀକ। ଏହା ମନୁଷ୍ୟ ମନରେ ଥିବା କରୁଣା ଏବଂ ମାୟାକୁ ଦର୍ଶାଏ, ଯାହା ସଂସାରକୁ ବାନ୍ଧି ରଖେ। ଜଗନ୍ନାଥଙ୍କ ରଥ ନନ୍ଦିଘୋଷ। ଏହା ତମ ଗୁଣ ଉପରେ ବିଜୟ ଏବଂ ଶେଷରେ ପରମ ଚେତନା ବା ଆନନ୍ଦର ପ୍ରତୀକ। ସମସ୍ତ ଗୁଣର ଊର୍ଦ୍ଧ୍ୱରେ ଥିବା ସ୍ଥିତିକୁ ଏହା ସୂଚାଏ। ଦ୍ୱିତୀୟରେ ଛେରା ପହଁରା ଏବଂ ଅହଙ୍କାର ତ୍ୟାଗ। ରଥଯାତ୍ରାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ଛେରା ପହଁରା। ଏଠାରେ ଗଜପତି ମହାରାଜ, ଯିଏ ସର୍ବୋଚ୍ଚ କ୍ଷମତାଶାଳୀ ଅଟନ୍ତି, ସେ ଜଗତର ନାଥଙ୍କ ଆଗରେ ଜଣେ ସାଧାରଣ ଝାଡ଼ୁଦାର ସାଜି ରଥ ଉପର ସଫା କରନ୍ତି। ତେଣୁ ଜୀବନର ସନ୍ଦେଶ ଏହା ଯେ ମନୁଷ୍ୟ ଜୀବନରେ ଯେତେ ବଡ଼ ପଦବୀ, ଧନ ବା ପ୍ରତିଷ୍ଠା ପାଇଲେ ମଧ୍ୟ ଭଗବାନଙ୍କ ଆଗରେ ଓ ସଂସାର ଆଗରେ ନିଜର ଅହଙ୍କାରକୁ ତ୍ୟାଗ କରିବା ଉଚିତ। ନମ୍ରତା ହିଁ ଜୀବନର ଶ୍ରେଷ୍ଠ ଭୂଷଣ। ତୃତୀୟରେ ବଡ଼ଦାଣ୍ଡ ଏବଂ ଜୀବନର ଉତ୍ଥାନ ପତନ। ରଥ ଯେଉଁ ରାସ୍ତାରେ ଗତି କରେ ତାହା ହେଉଛି ବଡ଼ଦାଣ୍ଡ। ବଡ଼ଦାଣ୍ଡରେ ଅନେକ ସମୟରେ ରଥ ଅଟକିଯାଏ। କେତେବେଳେ ବାଲିରେ ଦବିଯାଏ ତ କେତେବେଳେ ଭକ୍ତଙ୍କ ଗହଳିରେ ଧୀରେ ଧୀରେ ଆଗକୁ ବଢ଼େ। ତେଣୁ ଏଠାରେ ଜୀବନର ସନ୍ଦେଶ ହେଉଛି, ମନୁଷ୍ୟର ଜୀବନଯାତ୍ରା କେବେ ବି ସରଳ ରେଖାରେ ଚାଲେ ନାହିଁ। ଜୀବନରେ ସମସ୍ୟା ଆସେ, ଯାତ୍ରା ଅଟକି ଗଲା ପରି ଲାଗେ, କିନ୍ତୁ ଯେପରି ସବୁ ବାଧା ସତ୍ତ୍ୱେ ରଥ ଶେଷରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚେ, ସେହିପରି ମନୁଷ୍ୟ ଧୈର୍ଯ୍ୟ ଓ ବିଶ୍ୱାସ ରଖିଲେ ନିଜ ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚିପାରେ। ଚତୁର୍ଥରେ ହେଲା ରଥ ଦଉଡ଼ି ଟଣା ଏବଂ ମିଳିତ ପ୍ରୟାସ।
ରଥକୁ କେହି ଜଣେ ସମ୍ରାଟ କିମ୍ବା ଶକ୍ତିଶାଳୀ ବ୍ୟକ୍ତି ଏକାକୀ ଟାଣିପାରିବ ନାହିଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ହଜାର ହଜାର ଭକ୍ତ ଯେତେବେଳେ ଏକାଠି ହୋଇ ଦୌଡ଼ି ଟାଣନ୍ତି, ସେତେବେଳେ ଯାଇ ରଥ ଆଗକୁ ବଢ଼େ। ତେଣୁ ଜୀବନର ସନ୍ଦେଶ ହେଉଛି ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସଂସାରରେ ସେ ଏକାକୀ ସବୁକିଛି କରିପାରିବ ନାହିଁ। ସମାଜର କଲ୍ୟାଣ ଏବଂ ଜୀବନର ପ୍ରଗତି ପାଇଁ ମିଳିତ ପ୍ରୟାସ, ଭାଇଚାରା ଓ ଏକତା ନିହାତି ଆବଶ୍ୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯେପରି ସମଗ୍ର ଜଗତର ଦେବତା, ଠିକ୍ ସେମିତି ତାଙ୍କ ରଥଯାତ୍ରା ମଧ୍ୟ ମାନବବାଦର ଯାତ୍ରା। ଜଗନ୍ନାଥ ସଂସ୍କୃତି ହେଉଛି ମାନବିକତା, ସମତା ଏବଂ ସର୍ବଧର୍ମ ସମନ୍ୱୟର ଏକ ମହାନ ଜୀବନ ଦର୍ଶନ, ଯାହା ମନୁଷ୍ୟ ଜୀବନକୁ ସରଳ, ପବିତ୍ର ଓ ମୂଲ୍ୟବୋଧପୂର୍ଣ୍ଣ କରିଥାଏ। ଏହା ମନୁଷ୍ୟକୁ ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ଏକାଠି ବଞ୍ଚିବାକୁ ଶିଖାଇଥାଏ। ମନୁଷ୍ୟ ମଧ୍ୟ ସଂସାରକୁ ଆସି ସାମାଜିକ ବନ୍ଧନରେ ରହି ସମସ୍ତଙ୍କ ସହିତ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିଚାଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କରେ। ଏହା ହିଁ ରଥଯାତ୍ରାର ଓ ମଣିଷ ଜୀବନଯାତ୍ରାର ପ୍ରକୃତ ସମ୍ପର୍କ ଅଟେ।